जय जगन्नाथ। आज हूँ 27 ଜାନୁଆରୀ 26 ସମସ୍ତଙ୍କୁ ସ୍ୱାଗତ। ସକାଳୁ ସକାଳୁ ମୋ ପୁଅକୁ ରେଡ଼ି କରିକି ସ୍କୁଲ ଯାଇଥିଲା ହାରି। ଆମମାନେ ଯେହେତୁ ଗୋଟେ ଏନ୍ଏସିରେ ମେମ୍ବର ଅଛୁ, ଆମମାନଙ୍କୁ ଡକା ହେଇଥିଲା ମାନେ ଏନ୍ଏସିରେ ଜାତୀୟ ପତାକା ଉତ୍ତୋଳନ ଦେଖିବାକୁ ସବୁ। ଆଉ ଘରେ ସପୋର୍ଟେଡ଼ ନଥିଲେ ମୁଁ ତ କେବେ ଏଠିକି ଆସି ହିଁ ପାରିନଥାନ୍ତି। ତେଣୁ ଧନ୍ୟବାଦ ମୋ ଶାଶୁଙ୍କୁ, ମୋ ସ୍ୱାମୀକୁ, କାରଣ ସେ ଯଦି ଅନୁମତି ଦେଇନଥାନ୍ତେ ମୁଁ କେବେ ହେଲେ ଏଠିକି ଆସିପାରିନଥାନ୍ତି। ତେଣୁ ସମସ୍ତେ ଘରେ ସପୋର୍ଟିଂ ହେବା ନିହାତି ଜରୁରୀ, ମାନେ ଜଣକୁ ଉପରକୁ ଉଠିବାକୁ ହେଲେ। ଆଉ ବାପା ମାଆ ତ ସବୁବେଳେ ସପୋର୍ଟିଂ ଥାଆନ୍ତି। ଆଉ ସେଠୁ ସମସ୍ତଙ୍କୁ ଡକା ହେଇଥିଲା। ଭାରତ ମଞ୍ଚର ବନେଇବାକୁ ମିନିମମ୍ ଅଧଘଣ୍ଟା ପରେ ସମୟ ଲାଗିଲା, ସେଥିପାଇଁ ଆଜି ଟିକେ ଲେଟ୍ ହେଇଗଲା, ନହେଲେ 7:30 ବେଳକୁ ସରି ବି ଯାଇଥାନ୍ତା। ତାପରେ ଆମେ ଏନ୍ଏସି ମୁଖ୍ୟ ସାର୍ଙ୍କୁ ଡକା ହେଇଥିଲା, ସେ ସେଠୁ ଭାଷଣ ଦେଲେ। ଆଉ ଏଇ ଯେଉଁ ଭାଷଣ ଶୁଣିକି ପିଲାବେଳ କଥା ମନେ ପଡ଼ିଗଲା, କାରଣ ସ୍କୁଲ ଟାଇମ୍ରେ ସବୁ ମାନେ ସାର୍ ଦିଦି ମାନେ ଭାଷଣ ଦେଲେ, ପିଲାମାନଙ୍କୁ ଡକା ହେଇ ତମେ ବି ଭାଷଣ ଦିଅ। ଆଉ ସେ ଭାଷଣ ଆଉ ତ ଆମମାନଙ୍କୁ କହିବାକୁ ସୁଯୋଗ ଟିକେ ମିଳିଲାନି। ଯଦି ଡାକି ବି ଥାନ୍ତି କିଏ ଭାଷଣ ଦେବା ଆସ ବୋଲି, ମୁଁ ପଦେ ନା ପଦେ ଯେମିତି ହେଲେ କିଛି କହିଥାନ୍ତି। ଆଉ ଏଠି ଆଉ କିଏ ଡାକୁଛି କାହାକୁ ଭାଷଣ ଦେବାକୁ। ସେ ଯେଉଁ ଭାଷଣ ଦେଇଗଲେ ହେରି, ଆମେ ସବୁ ମେମ୍ବର ମାନେ ସମସ୍ତେ ମିଶିକି ଫଟୋ ଉଠେଇଲୁ। କାରଣ ଏ ସୁଯୋଗ ଆର ବର୍ଷ ମିଳିବ କି ନାହିଁ ସେଇଟା ତ ଆଉ କହିବି ହେବନି। ତାର ମୋ ପୁଅକୁ ଡାକି ସବୁ ଯେତକ ସମସ୍ତେ ଆସିଥିଲେ, ତାଙ୍କ ପିଲାମାନେ ବି ସମସ୍ତେ ଏଠିକି ଆସିଥିଲେ। ସମସ୍ତଙ୍କ ପାଇଁ ଟିଫିନ୍ ହେଇଥିଲା, ଟିଫିନ୍ ଖାଇଲେ। ମୋ ପୁଅ ବି ହେଲେ ଟିଫିନ୍ ଖାଇକି ତାପରେ ପଳେଇଥିଲୁ ମିନି ଷ୍ଟାଡ଼ିୟମକୁ, କିନ୍ତୁ ମୋବାଇଲ ଚାର୍ଜ ନଥିଲା ବୋଲି ଆଉ ମିନି ଷ୍ଟାଡ଼ିୟମରେ କିଛି ବି ଫଟୋ ଉଠାଇ ପାରିନଥିଲି। ସେଠି ବି ପିଲାମାନେ ଯେଉଁ ଡ୍ୟାନ୍ସ କରନ୍ତି, ମୁଁ ଦେଖିଲେ ଜମା ହେଲେ ଆଉ ଆସିବାକୁ ଇଚ୍ଛା ହୁଏନି, ସବୁ ସରିଲା ପରେ ହିଁ ଆସିବାକୁ ଇଚ୍ଛା ହେବ। ତାପରେ ସମସ୍ତଙ୍କ ଟିଫିନ୍ ଖାଇଦେଲା ପରେ ଘରକୁ ଫେରି ଆସିଲୁ। ମୋ ଶାଶୁ ମୋତେ ସପୋର୍ଟିଂ କଲେ ଯେ ନାଇଁ ତୁ ଯାଇକି ବାହାରକୁ ଯା, କି ଯାହା କରୁଛୁ କରେ, ତାଙ୍କ ସପୋର୍ଟିଂ। କିନ୍ତୁ ମୋତେ ହେଲା, ମୁଁ ତାଙ୍କ ମନ ନ ଚିହ୍ନିଲେ କେମିତି ହେବ। ସେଥିପାଇଁ ସାଡ଼ୁ ଶୀଘ୍ର ଆସିକି ମାଆଙ୍କ ପାଇଁ ରୋଷେଇ କରିଦେଇଥିଲି। ଝଟା ଆଳୁ ବେସର ଆଉ ଚଣା ଶାଗ ଥିଲା, ତାକୁ ଭଜାଭଜି କରିଦେଇଥିଲି। ଆଉ ମୋ ଭଳିଆ କାହାର ଶାଶୁମାନେ ସପୋର୍ଟିଂ କରନ୍ତି ତାଙ୍କ ନିଜ ବୋହୂଙ୍କୁ, ନାହିଁ ତୁମେ ବାହାରକୁ ଯାଅ, ମୁଁ ଘର ସବୁ ସମ୍ଭାଳି ଦେବି, କମେଣ୍ଟରେ କହିବେ। କାରଣ ମୋ ଶାଶୁ